ପଟ୍ଟାମୁଣ୍ଡେଇ ଜଳସମ୍ପଦ ଅଫିସରେ ଆଜି ସକାଳୁ ଅନଶନରେ ବସି ରହିଥିବା ଶାସନ ପଞ୍ଚାୟତର କିଛି ଆଗଧାଡିର ପୁରୁଣା ବିଜେପି କାର୍ଯ୍ୟକର୍ତ୍ତାମାନେ କିନ୍ତୁ ସେହି ଜଳସମ୍ପଦ ବିଭାଗର ଜିଲ୍ଲା କିମ୍ବା ସ୍ଥାନୀୟ ଅଫିସର କିଛି ଅଫିସରଙ୍କ ଦେଖା ନାହିଁ। କେବଳ ପଟ୍ଟାମୁଣ୍ଡେଇ ଆଦର୍ଶ ଥାନାର ଆଇଆଇସି ଗତକାଲି ସନ୍ଧ୍ୟା ସମୟରେ ଆସି ରାତି 10ଟା ପର୍ଯ୍ୟନ୍ତ ଅନଶନରେ ବସିଥିବା ଲୋକଙ୍କ ପାଖରେ ପହଞ୍ଚିଥିଲେ। ଜଳସେଚନ ବିଭାଗ ପକ୍ଷରୁ ଦୁର୍ନୀତି ବିରୋଧରେ କଥା ଉଠିଛି ଯଦି ଆଜି ରାତିରେ ଅଫିସରମାନେ ଏହି ଘଟଣାଟିକୁ ସମାଧାନ ନ କଲେ ଆସନ୍ତାକାଲି ଗ୍ରାମର ବହୁ ଲୋକ ଆମରଣ ଅନଶନକୁ ବସିବା ସହିତ ଜଳସେଚନ ବିଭାଗର ଦୁର୍ନୀତି ପେଢ଼ି ନ ଖୋଲିବା ଯାଏଁ ଅଫିସରମାନଙ୍କ ହେରାଫେରି ଓ ପିସିକିଆ ପ୍ରକୃତି ଛାଡ଼ିବ ନାହିଁ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ପତ୍ରକାର ନ୍ୟୁଜ୍। ଆମର ଏଠି ଶାସନରେ ଗୋଟେ ଶାସନ ପଞ୍ଚାୟତରେ 16 ନମ୍ବର କେନାଲ ଉପରେ ଗୋଟେ ରାସ୍ତା କାମ ହେଇଥିଲା, ଯୋଉଥିରେ କି 25 ଲକ୍ଷ ଟଙ୍କାର ଦୁର୍ନୀତି କରାଯାଇଥିଲା। ମାତ୍ର ଅଳ୍ପ କିଛି କାମ କରିକି ସମ୍ପୂର୍ଣ୍ଣ ଘୋଟାଲା କରାଯାଇଥିଲା। ତ ସେ ବିରୁଦ୍ଧରେ ଆମେ ଗତ 20/4 ରେ ବସିଥିଲୁ ଏଠି ଅନଶନରେ। ଆମକୁ ଗୋଟେ ରିଟିନ୍ କମିଟମେଣ୍ଟ ଦିଆ ହେଇଥିଲା ଯେ 15 ଦିନ ଭିତରେ ଯୋଉ କାମ ସବୁ ହେଇନି ସେଗୁଡାକୁ ପୂରଣ କରାଯିବ, କିନ୍ତୁ ତାପରେ ବି ସେ କାମ ହେଲାନି। ପୁଣି ଆମେ 12/5 ରେ ବସିବାକୁ ଆସିଥିଲୁ। ଆମକୁ ମୌଖିକ ପ୍ରତିଶ୍ରୁତି ପୁଣି ଦିଆ ହେଇଥିଲା ଯେ ଆମେ ସେ କାମକୁ କମ୍ପ୍ଲିଟ୍ କରିଦେବୁ। ଆମେ ଯୋଉ ଦିନ ବସୁଛୁ ମାତ୍ର ଗୋଟିଏ ଦିନ 2 ଦିନ କାମ କରିକି ପୁଣି ଡିପାର୍ଟମେଣ୍ଟ ସେ କାମକୁ ବନ୍ଦ କରିଦିଆଯାଉଛି। ତେଣୁ ଆମେ ତୃତୀୟ ଥର ଆଜି 2 ମାସ ପରେ ଯେତେବେଳେ କାମ କମ୍ପ୍ଲିଟ୍ ନ ହେଉଛି ଆମେ ବସିଛୁ ଏବଂ ଆମେ ଡିମାଣ୍ଡ କରୁଛୁ ଯୋଉ ସମ୍ପୃକ୍ତ ଯୋଉ ଜେଇ ରହିଛନ୍ତି ତାଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ତାଙ୍କୁ ଯୋଉ ଏ ଘୋଟାଲା ବାବଦରେ ତାଙ୍କୁ ଗିରଫ କରାଯାଉ, ଏତିକି ଆମର ଦାବି। ଶୁଣାଣିର 89ଟି ଅଭିଯୋଗ ଆମେ ପାଇଛୁ। ତା ଦେହରୁ 10ଟା ହେଲା ସାମୂହିକ ଅଭିଯୋଗ। ସିଏମ୍ଆର୍ଏଫ୍ ରୁ 16,000 ଟଙ୍କା ପ୍ରଦାନ କରାଯାଇଛି ବିଭିନ୍ନ ରୋଗୀ ମାନଙ୍କୁ ବିଶେଷ କରିକି। ଆଉ ଆଜି 18ଟି ଅଭିଯୋଗ ଅନ୍ ଦି ସ୍ପଟ୍ ଡିସ୍ପୋଜାଲ ହେଇଛି। ରାସ୍ତାର ନିୟମିତ କରାଯାଇଛି, ଯାହାକୁ ନେଇ ଆମର ଅନଶନ କରାଯାଇଛି। ଜଳ ପାଣି ଇରିଗେସନ ଅଫିସ ସାମ୍ନାରେ ଇରିଗେସନ ସାମ୍ନାରେ ଆମର ଅନଶନ ଚାଲିଛି ଦୁର୍ନୀତି R&D ର ଜଳସମ୍ପଦ। ତା ଉପରେ ସେ ଆମେ ତାଙ୍କୁ କହିଛୁ ସେ ଯୋଉ ବିଷୟରେ ସେ ଅଭିଯୋଗ କରିଛନ୍ତି ତାକୁ ଇନକ୍ୱାରି କରିସାରିଲା ପରେ ସେ ଅନୁସାରେ ଆମେ ଆକ୍ସନ ନେବୁ। ଦେଖନ୍ତୁ, ଏଇଟା ତହସିଲଦାର ଏବଂ ଆମର ସିନିୟର ଅଫିସର ଯୋଉ ଅଛନ୍ତି ତାର ଇନକ୍ୱାରି କରୁଛନ୍ତି। ସାବ ଖାଲ ମେଳ କରାହଉଛି, ଟାଇମ୍ ଲାଗିବ ଟିକେ। ସେଇ ଅନୁସାରେ ସେ ରିପୋର୍ଟ ଦେଲା ପରେ ତଦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେଇଟା ଆମର ସିନିୟର ଅଫିସର, ଆମର ଏଡିଏମ୍ ଏବଂ ତହସିଲଦାରଙ୍କର ଇନକ୍ୱାରି କରୁଛନ୍ତି। ଇନକ୍ୱାରି କଲା ପରେ ତା ଅନୁସାରେ କାର୍ଯ୍ୟାନୁଷ୍ଠାନ